ବୋଉ ମୁଁ ଜାଣିପାରେନି ସକାଳ ହେଲେ ବୋଉ ଉଠିବ ନା ବୋଉ ଉଠିବ ବୋଲି ସକାଳ ହୁଏ। ମୁଁ ଜାଣିପାରେନି ବୋଉକୁ ହିସାବ ପତ୍ର ଆସେ କି ନାହିଁ, କାରଣ ମୁଁ ଖାଇବାକୁ 2ଟି ରୁଟି ମାଗିଲେ 3ଟି ଦିଏ। ମୋ ବୋଉ ମିଛ କୁହେ। ଖାଇବାକୁ ଭାତ ବାଢିଲା ବେଳେ ସବୁବେଳେ କୁହେ ଅଳ୍ପ ଭାତ ଦେଇଛି, ପଛରେ ମାଗିବୁ। ଯେତିକି ଭାତ ଦେଇଥାଏ ସେତିକି ମୁଁ ଖାଇପାରେନି। ଯେତେ ମୋଟା ଦେଖାଗଲେ ବି ବୋଉ କୁହେ ମୋ ଛୁଆଟାର ଦେହରେ ଜମା ଲାଗୁନାହିଁ। ବୋଉ କେବେ ତା ପିଲାକୁ ପଚାରେନି କଣ ଖାଇବୁ। ସେ ଯାହା ଖାଇବାକୁ ଦିଏ ତାହା ଥାଏ ପିଲାଙ୍କର ପ୍ରିୟ ଖାଦ୍ୟ। ବୋଉର ହାତରେ ଥାଏ ଅମୃତ ସ୍ପର୍ଶ। ଲୁଗା କାନିର ଗଣ୍ଠି ଖୋଲି ଯେତେବେଳେ ସେ ପିଲାଙ୍କୁ ଖୁଚୁରା ପଇସା ଦିଏ ତାହା ଭରି ଦିଏ ପିଲାଙ୍କ ମନରେ ଗୋଟିଏ ଟଙ୍କାର ଅଫୁରନ୍ତ ଖୁସି। ଡାକ୍ତରୀ ପାଠ ପଢ଼ିନି, ହେଲେ ପିଲାର ସବୁ ଶାରୀରିକ ଓ ମାନସିକ ସମସ୍ୟାର ସମାଧାନ ଜାଣିଥାଏ। ବୋଉ ଦୁନିଆର ଏପରି ଏକ ଶବ୍ଦ ଯାହାର ବ୍ୟାଖ୍ୟାର ଆବଶ୍ୟକତା ପଡ଼େ ନାହିଁ, କାରଣ ଏହା ଏକ କେବଳ ଶବ୍ଦ ନୁହେଁ, ଏହା ଅନାବିଳ ପ୍ରେମ, ଅସୀମ ତ୍ୟାଗ, ଅନନ୍ତ ସେବାର ଜୀବନ୍ତ ମୂର୍ତ୍ତିଟିଏ। ଜୀବନର ପ୍ରଥମ ସୃଷ୍ଟି ବୋଉ, ପ୍ରଥମ ସ୍ପର୍ଶ ବୋଉ, ପ୍ରଥମ ତୃଷ୍ଣା ବୋଉ, ପ୍ରଥମ ଉଚ୍ଚାରଣ ବୋଉ ଓ ପ୍ରଥମ ପ୍ରେମ ବି ବୋଉ। ଯେଉଁ କାର୍ଯ୍ୟ କରିବାକୁ ଚାହାନ୍ତି ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଅନ୍ୟକୁ ପ୍ରକାଶ କରିବେ ନାହିଁ। ମନସ୍ଥ କରିଥିବା କାର୍ଯ୍ୟଟି କିପରି ସମ୍ପନ୍ନ ହେବ ସେଥିପାଇଁ ଗୋପନରେ ଉଦ୍ଯୋଗ କରି ସଫଳ ହେବାକୁ ଚେଷ୍ଟା କରିବେ। ଯଦି ମନସ୍ଥ କରିଥିବା କାର୍ଯ୍ୟ ଅନ୍ୟଠାରେ ପ୍ରକାଶ କରିଦିଅନ୍ତି ହେଲେ ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଏହା କରି ଏଥିରେ କୃତକାର୍ଯ୍ୟ ହେଲେ ଆପଣଙ୍କର ଉଦ୍ଯୋଗ ବିଫଳ ହେବ। ଏଥିପାଇଁ ନିୟୋଗ କରିଥିବା ଆପଣଙ୍କର ଅର୍ଥ ଓ ପରିଶ୍ରମ ପଣ୍ଡ ହେବ। ମନସ୍ଥ କରିଥିବା କାର୍ଯ୍ୟରେ ବିଫଳ ହେଲେ ଏହି କାର୍ଯ୍ୟର ବିଷୟରେ ପ୍ରଚାର କରିଥିବାରୁ ଲୋକହସା ହେବେ। ଭୃତ୍ୟକୁ କୌଣସି କାର୍ଯ୍ୟ କରିଲେ ନିଯୁକ୍ତ ଜାଣିବ କିଭଳି ତାର ସ୍ୱଭାବ ଚରିତ୍ର। ଦୁଃଖ ଦୁର୍ଦ୍ଦିନରେ ବନ୍ଧୁଙ୍କର ବ୍ୟବହାର ଜଣାଇବ ପ୍ରକୃତେ ସେ କେତେ ଆପଣାର। ଆକସ୍ମିକ ବିପଦରେ ମିତ୍ରକୁ ଚିହ୍ନିବ, ବିପଦ କାଳେ ଯଦି ସେ ସହାୟ ହୋଇବ। କୌଣସି ସମୟରେ ତୁମେ ହେଲେ ଧନହୀନ ଜାଣିବ ତୁମ ପତ୍ନୀଙ୍କ ସ୍ୱଭାବ ଓ ମନ। ଚାକରକୁ କୌଣସି ସ୍ଥାନରେ ନିଯୁକ୍ତ କଲେ ଦୁଃଖ ଦୁର୍ଦ୍ଦିନରେ ବନ୍ଧୁ ବାନ୍ଧବଙ୍କୁ, ବିପଦରେ ମିତ୍ରଙ୍କୁ ଏବଂ ନଷ୍ଟ ହୋଇଥିବା ସମୟରେ ଆର୍ଯ୍ୟଙ୍କୁ ଚିହ୍ନି ପାରିବେ। ଯେ ଯେଉଁଠାରେ କାହାର ଦାନ ଦେବାର ପ୍ରବୃତ୍ତି ନଥାଏ, ଅର୍ଥାତ୍ ଯେଉଁ ସ୍ଥାନର ବାସିନ୍ଦାମାନେ ଆତ୍ମକେନ୍ଦ୍ରିକ ବା ସ୍ୱାର୍ଥପର ହୋଇଥିବାରୁ ସେମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବାର କୌଣସି ଆଶା ନଥାଏ, ସେଠାରେ ବାସସ୍ଥାନ କରିବା ଉଚିତ ନୁହେଁ। ସାଧାରଣ ଲୋକେ ସମାଜରେ ରତ୍ନ ସମ ଜ୍ଞାନୀ ବ୍ୟକ୍ତିଙ୍କୁ ହେୟ ମନେ କରି ଆପାତତଃ ମନୋରମ ବାକ୍ ପଟୁ ପରିପାଟିରେ ପୋଷାକ ପିନ୍ଧିଥିବା ଲୋକଙ୍କୁ ସମୀହ କରନ୍ତି। ବାକ୍ ପଟୁ ପରିପାଟିରେ ପୋଷାକ ପିନ୍ଧିଥିବା ଅସତ୍ ଲୋକେ ନିଜକୁ ସମ୍ମାନନୀୟ ବ୍ୟକ୍ତି ଭାବରେ ପରିଚୟ ଦେଇ ଲୋକଙ୍କୁ ବିପଥଗାମୀ କରାନ୍ତି। କାଚ ଓ ମଣିର ପାର୍ଥକ୍ୟ ଲୋକେ କ୍ରୟ ଓ ବିକ୍ରୟ ସମୟରେ ଜାଣିପାରନ୍ତି। ବିଦ୍ୱାନ ଜ୍ଞାନୀ ଗୁଣୀ ବ୍ୟକ୍ତିଙ୍କର ମହିମା ସୂଚାଇବା ଉଦ୍ଦେଶ୍ୟରେ କାଚ ଓ ମଣିର ତୁଳନା କରାହୋଇଛି। ପ୍ରତିଷ୍ଠିତ ବ୍ୟକ୍ତିର ଅନୁଚିତ କର୍ମକୁ ଲୋକେ ସହ୍ୟ କରନ୍ତି। ସମାଜରେ ନିଚ ସ୍ତରର ଲୋକଙ୍କର ଉଚିତ କର୍ମକୁ କେହି ମର୍ଯ୍ୟାଦା ଦିଅନ୍ତି ନାହିଁ। ଛୋଟ ଛୋଟ କଥା ଉପରେ କୌଣସି ଗୁରୁତ୍ୱ ନ ଦେଇ ସାଙ୍ଗେ ସାଙ୍ଗେ
ଭୁଲିଯିବା ଉଚିତ। ଆମ ଜୀବନ ମଧ୍ୟ ବହୁତ ଛୋଟ, ମାତ୍ର କେଇଟା ଦଶନ୍ଧି ପରେ ଆମକୁ ଯିବାକୁ ପଡ଼ିବ। ଏହି ଅଳ୍ପ ସମୟ ମଧ୍ୟରେ ଆମେ ଚିନ୍ତା କରି ଆମ ଅମୂଲ୍ୟ ସମୟକୁ ନଷ୍ଟ କରିବ କାହିଁକି? ବରଂ ସେହି ସମୟକୁ ଭଲ କାମ, ଭଲ ଭାବନା ଏବଂ ଉଚ୍ଚ କଳ୍ପନାରେ କଟାଇବା ଉଚିତ ହେବ। ଜୟ ଶ୍ରୀ ଜଗନ୍ନାଥ।